ସାଙ୍ଗମାନେ ଆପଣ ଦେଖିପାରୁଛନ୍ତି ଏଡଭାର୍ଟାଇଜମେଣ୍ଟ ଓଡ଼ିଆ। ସାଙ୍ଗମାନେ ହେମକାର୍ଟ ଟନିକ୍ କାହିଁକି ଅଧିକ ବିକ୍ରି ହେଉଛି? ହେମାଟନିକ୍ ସିରପ୍ ୱିଥ୍ ଫଲିକ୍ ଏସିଡ୍ ଭିଟାମିନ୍ B12 ଆଣ୍ଡ ମିନେରାଲ୍। ଏହି ଟନିକ୍ଟି ଖାଇଲେ କ'ଣ ହୁଏ, କେମିତି ଖାଇବେ? ତ ଚାଲନ୍ତୁ ସାଙ୍ଗମାନେ ପୁରା ଜାଣିକେ ନେବା ପାଇଁ ଆପଣ ଭିଡ଼ିଓ ଦେଖନ୍ତୁ ସକାଳୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ। ଯଦି ଆପଣମାନେ ଦେଖିନାହାନ୍ତି ତାହେଲେ ସବସ୍କ୍ରାଇବ୍ ଯଦି କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ, ନୂଆ ନୂଆ ଭିଡ଼ିଓ ଖାସ୍ ଆପଣ ଦେଖିବା ପାଇଁ। ତ ଟନିକ୍ ବିଷୟରେ ଜାଣନ୍ତୁ। 300 ml ହେମୋକେୟାର ଟନିକ୍। ତ ଏହାକୁ ଆପଣମାନେ ସକାଳେ ଏବଂ ସନ୍ଧ୍ୟାରେ ଖାଇବେ 5 ml କରି। ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ଏଇଠିକି ଲେଖା ହେଇଛି, ଦେଖନ୍ତୁ ଆଡଲ୍ଟ ଡୋଜ୍ 5 ml 1 ଚାମଚ 2 a day, ମାନେ ଦିନକୁ ଆପଣ 2 ଥର ଖାଇପାରିବେ 5 ml କରି। ଏବଂ ଚିଲ୍ଡ୍ରେନ୍କୁ ଯଦି ଦେବେ ତାହେଲେ 2.5 ml ଦେବେ, ମାନେ ଚିଲ୍ଡ୍ରେନ୍ ମାନେ 5-6 ବର୍ଷରୁ ଆପଣମାନେ 12 ବର୍ଷ ପର୍ଯ୍ୟନ୍ତ, ବୁଝିପାରିଲେ? ତାହାକୁ ଆପଣମାନେ 2.5 ml କରି ଦେଇପାରିବେ ଦିନକୁ 2 ଥର, ସକାଳେ ଏବଂ ସନ୍ଧ୍ୟାବେଳେ। ତ ରେଟ୍ ବିଷୟରେ ଜାଣି ନିଅନ୍ତୁ। 220 ଟଙ୍କା 30 ପଇସା ଅଛି। ଏକ୍ସପାୟରି ପ୍ରଥମ ଦେଖିନେବେ ଯେତେବେଳେ ଆପଣ କ୍ରୟ କରୁଛନ୍ତି। ଅଗଷ୍ଟ 2027 ଅଛି। ବ୍ୟାଚ୍ ନମ୍ବର ଅଛି, ମ୍ୟାନୁଫ୍ୟାକ୍ଚର ଡେଟ୍ ମଧ୍ୟ ଅଛି। ତ ଭିତର ଅଂଶ ଦେଖିବେ କି ସାଙ୍ଗମାନେ? ଚାଲନ୍ତୁ ମୁଁ ଭିତର ଅଂଶ ଦେଖାଉଛି। ମୁଁ ବହୁତ ଗୋଟେ କେସ୍ ମଗାଇଛି ହେମୋକାର୍ଟ ଟନିକ୍। ତ ଆପଣ ଦେଖୁଛନ୍ତି ଭିତର ଅଂଶ ପୁରା ଲାଲ ଟକଟକ ଅଛି। ତ ଏହି ସିରପଟି ଯଦି ଖାଉଛନ୍ତି ଆପଣଙ୍କର ଦୁର୍ବଳ ଯେଉଁ ରହୁଥିବ, ଆପଣଙ୍କୁ ଦୁର୍ବଳ ଲାଗୁଥିବ, କେମିତି ଦୁର୍ବଳ କି ଜ୍ୱର ହେଇକରି ଆପଣଙ୍କୁ ଦୁର୍ବଳ ଲାଗୁଥିବ, କିମ୍ବା କାମ କରି କରି ସତେଜ ଲାଗୁନଥିବ, ଫୁର୍ତ୍ତି ଲାଗୁନଥିବ, ତାହେଲେ ଆପଣମାନେ ଏହି ଟନିକ୍କୁ ୟୁଜ୍ କରିପାରିବେ। ତ ଆପଣମାନେ ଯଦି ଦେଖନ୍ତୁ ଫରିକ୍ ଆଲୁମିନିୟମ୍ ସିଟେଟ୍ ଅଛି 120 mg, ଫଲିକ୍ ଏସିଡ଼୍ ଅଛି 75 mg। ଏ ଦେଖନ୍ତୁ ଆପଣ ଦେଖାଯାଉନି ଭଲକରି, ସେମିତିକରି ସବୁ କମ୍ପୋଜିସନ୍ ମିଶିଛି। ବହୁତ ଭଲ ଟନିକ୍। ଖାସ୍ ଆପଣମାନେ ଏହାକୁ ୟୁଜ୍ କରନ୍ତୁ ସକାଳ ଏବଂ ସନ୍ଧ୍ୟାରେ। ତାହେଲେ ଆପଣଙ୍କର ମାସେ ଭିତରେ ଯଦି ଆପଣମାନେ ଗ୍ରୋଥ୍ ବଢ଼ାଇବାକୁ ଚାହୁଁଛନ୍ତି, ଦୁର୍ବଳରୁ ସବଳ ହେବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଟନିକ୍ ହିଁ ୟୁଜ୍ କରନ୍ତୁ। ହେମାଟନିକ୍ ସିରପ୍ ୱିଥ୍ ଫଲିକ୍ ଏସିଡ଼୍ ଭିଟାମିନ୍ B12 ଆଣ୍ଡ ମିନେରାଲ୍ ହେମୋକେୟାର ସିରପ୍ 300 ml ପ୍ୟାକେଟ୍ ଅଛି। ବହୁତ ଶସ୍ତା ଅଛି, 220 ଟଙ୍କା ଦାମ୍ ଅଛି। 300 ml କୁ ଯଦି ଆପଣ 220 ଟଙ୍କା, ହେଲେ ଅନ୍ୟ ଟନିକ୍ ତୁଳନାରେ ଏହା ହେଉଛି ବହୁତ ଭଲ, କମ୍ ରେଟ୍ରେ ମଧ୍ୟ ଆପଣଙ୍କୁ ମାର୍କେଟରେ ମିଳୁଛି। ପୁରା ପନିପରିବାରେ ଭର୍ତ୍ତିକିରି ଅଛି, ଦେଖନ୍ତୁ ସାଙ୍ଗମାନେ। ତ ସାଙ୍ଗମାନେ ଏମିତି ଯଦି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଭିଡ଼ିଓଟି ଶେଷରେ କରିଦିଅନ୍ତୁ, ଜଲ୍ଦି ଜଲ୍ଦି କରନ୍ତୁ ଏବଂ ସେୟାର କରନ୍ତୁ ସାଙ୍ଗସାଥିମାନଙ୍କୁ।